ବନ୍ଧୁଗଣ ଜୟ ଜଗନ୍ନାଥ। 2 ଦିନ ପରେ ଏହି ରାଶିମାନଙ୍କ ପାଇଁ ଭଲ ଦିନ ଆରମ୍ଭ ହୋଇପାରେ। 30 ବର୍ଷ ପରେ ଶନି ଏକ ଶକ୍ତିଶାଳୀ ଯୁଗ ସୃଷ୍ଟି କରିବେ। ବନ୍ଧୁଗଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କର୍ମର ଦାତା ଶନି ବର୍ତ୍ତମାନ ମୀନ ରାଶିରେ ସିଧାସଳଖ ଗତିରେ ଅଛନ୍ତି। ବୈଦିକ ଜ୍ୟୋତିଷରେ ଶନିକୁ ସବୁଠାରୁ ଶକ୍ତିଶାଳୀ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ, ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ ଏବଂ ନିଜ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅତି କମରେ ଥରେ ଶନିଙ୍କ ସାଢ଼େ ସାତି ଏବଂ ଧୈର୍ଯ୍ୟର ସମ୍ମୁଖୀନ ହୁଅନ୍ତି। ଶନିଙ୍କୁ କର୍ମ, ନ୍ୟାୟ, କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଧୈର୍ଯ୍ୟର କାରକ ଭାବରେ ବିବେଚନା କରାଯାଏ। ଫଳସ୍ୱରୂପ ଶନିଙ୍କ ସ୍ଥିତିରେ ପରିବର୍ତ୍ତନ 12ଟି ରାଶି ସହିତ ଦେଶ ଏବଂ ବିଶ୍ୱ ଉପରେ ସ୍ଥାୟୀ ପ୍ରଭାବ ପକାଇଥାଏ। ଶନି 2027 ଜୁନ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ। ଏହି ସମୟ ମଧ୍ୟରେ ଏହା ଗୋଟିଏ କିମ୍ବା ଅନ୍ୟ ଗ୍ରହ ସହିତ ସଂଯୋଗ କିମ୍ବା ଦୃଷ୍ଟିରେ ରହିବ, ଯାହା ଶୁଭ ଏବଂ ଅଶୁଭ ମିଶ୍ରଣ ସୃଷ୍ଟି କରିବ। ସେହିପରି ଶନି ଖୁବ୍ ଶୀଘ୍ର ବିଛା ରାଶିରେ ଅବସ୍ଥିତ ଶୁକ୍ର ସହିତ ମିଶି ଶତଙ୍କ ଯୁଗ ଗଠନ କରିବେ। ଏହାକୁ ସେଣ୍ଟ୍ରାଲ ମିଶ୍ରଣ କିମ୍ବା 100% ମିଶ୍ରଣ ମଧ୍ୟ କୁହାଯାଏ। ଶନି ଶୁକ୍ର ଶତଙ୍କ ଯୁଗର ଗଠନ ଏହି ରାଶିଗୁଡ଼ିକୁ ବିଶେଷ ଲାଭ ଦେଇପାରେ। ଏହି ବିଶ୍ଳେଷଣ ଚନ୍ଦ୍ର ରାଶି ଉପରେ ଆଧାରିତ। ଜାଣନ୍ତୁ କେଉଁ ରାଶି ପାଇଁ ସୂର୍ଯ୍ୟ ଶନି ଶତଙ୍କ ଯୁଗ ଲାଭଦାୟକ ହୋଇପାରେ। ବୈଦିକ ଜ୍ୟୋତିଷ ଅନୁସାରେ ଡିସେମ୍ବର 13 ତାରିଖ ସକାଳ 6:41ରେ ଶନି ଏବଂ ଶୁକ୍ର ପରସ୍ପର ଠାରୁ 100 ଡିଗ୍ରୀରେ ରହିବେ, ଯାହା ଏବଂ ଶତଙ୍କ ଯୁଗ ସୃଷ୍ଟି କରିବ। ବନ୍ଧୁଗଣ, ସିଂହ ରାଶି ଶୁକ୍ର ଶନି ଶତଙ୍କ ଯୁଗ ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ଏହି ରାଶିର ଚତୁର୍ଥ ଘରେ ଶୁକ୍ର ଭୌତିକ ସୁବିଧା ଆଣିବ। ଅପ୍ରତ୍ୟାଶିତ ଆର୍ଥିକ ଲାଭ ସହିତ ଆପଣ ଆପଣଙ୍କ ପରିବାର ସହିତ ଗୁଣାତ୍ମକ ସମୟ ମଧ୍ୟ ବିତାଇ ପାରିବେ। ଆପଣଙ୍କ ପ୍ରୟାସ ଏବଂ କଠିନ ପରିଶ୍ରମ ଏବେ ଫଳ ଦେଇପାରେ। କ୍ୟାରିୟର ସମ୍ବନ୍ଧୀୟ ଯାତ୍ରା ପାଇଁ ଆପଣଙ୍କୁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡ଼ିପାରେ, କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। ବ୍ୟବସାୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରେ। ପୂର୍ବ ନିବେଶ ଯଥେଷ୍ଟ ଲାଭ ଦେଇପାରେ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବାକୁ ଯାଉଅଛି। ବନ୍ଧୁଗଣ, ଆପଣ ଆପଣଙ୍କ ସାଥୀଙ୍କ ସହିତ ଖୁସି ରହିବେ। ଆପଣଙ୍କ ସମ୍ପର୍କ ମଜବୁତ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣ ଉର୍ଜାଳୁ ରହିବେ। ବନ୍ଧୁଗଣ, କନ୍ୟା ରାଶି ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଶତଙ୍କ ଯୁଗ ଅନୁକୂଳ ହୋଇପାରେ। ସେମାନେ ଅନେକ ପ୍ରୟାସରେ ସଫଳତା ପାଇପାରନ୍ତି। ଆପଣଙ୍କ ଜୀବନରେ ମଧ୍ୟ ଖୁସି ପ୍ରବେଶ କରିପାରେ। ଆପଣ ଆପଣଙ୍କ ଆଗ୍ରହର କାମ କରିବାରେ ସକ୍ଷମ ହେବେ। ଆପଣ ଆଧ୍ୟାତ୍ମିକତା ପ୍ରତି ଅଧିକ ଆକର୍ଷିତ ହୋଇପାରନ୍ତି। ଚାକିରି କରୁଥିବା ବ୍ୟକ୍ତିମାନେ ଅନେକ ନୂତନ ସୁଯୋଗ ପାଇପାରନ୍ତି। ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟ ମଧ୍ୟ
ଭଲ ହେବାର ସମ୍ଭାବନା ଅଛି। ଆପଣ ଆଉଟସୁଇଂସ ମାଧ୍ୟମରେ ଯଥେଷ୍ଟ ଲାଭ ଅର୍ଜନ କରିପାରିବେ। ଆୟର ନୂତନ ଉତ୍ସ ଖୋଲିପାରେ ଏବଂ ଆପଣ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ। ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ ଖୋଲାଖୋଲି କଥା ହୋଇପାରିବେ। ଆପଣଙ୍କ ସମ୍ପର୍କ ମଜବୁତ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବନ୍ଧୁଗଣ, ମକର ରାଶି। ଶୁକ୍ର ଶନି ଶତଙ୍କ ଯୁଗ ମକର ରାଶିର ଲୋକଙ୍କ ପାଇଁ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଏହି ରାଶିର ଅନେକ ଦୀର୍ଘକାଳୀନ ଇଚ୍ଛା ପୂରଣ ହୋଇପାରେ। ଆପଣ ଆପଣଙ୍କ ବ୍ୟକ୍ତିଗତ ବିକାଶ ଉପରେ ଅଧିକ ଧ୍ୟାନ ଦେବେ। ଆର୍ଥିକ ଲାଭ ପାଇଁ ଅନେକ ସମ୍ଭାବନା ଅଛି। ଆପଣଙ୍କ କ୍ୟାରିୟର ସମ୍ପର୍କରେ ଆପଣ ବିଦେଶରେ କାମ କରିବାର ସୁଯୋଗ ପାଇପାରନ୍ତି। ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। ଆପଣଙ୍କ କଠିନ ପରିଶ୍ରମ ଏବଂ ପ୍ରୟାସ ଆପଣଙ୍କୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିପାରେ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ। ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ଏକ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କୁ ଆପଣଙ୍କ ସମ୍ପର୍କକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଅନୁମତି ଦେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ। ଧନ୍ୟବାଦ।